Welcome to Odisha News 27. ରାୟଗଡ଼ା କୋରାପୁଟ 326 ନମ୍ବର ଜାତୀୟ ରାଜପଥରେ ଆଜି ଦୁଇ କାର ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ 5 ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନେ ହେଲେ ଦମୟନ୍ତୀ ମିଣିକିଆ, ଚିରଞ୍ଜୀବ ସୁନାମୁଦି, ପିଣ୍ଟୁ ପଣ୍ଡା ଓ ରଶ୍ମିତା ଦେବାରପଲ୍ଲୀ। ସମସ୍ତ ଆହତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁର୍ଘଟଣା ସ୍ଥଳରେ କାର ଦୁଇଟି ରାଜପଥ ମଝିରେ ଥିବାରୁ ରାୟଗଡ଼ା କୋରାପୁଟ ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ରାୟଗଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଦୁଇଟିକୁ ରାସ୍ତା କଡ଼କୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ କାର ଏବଂ ବ୍ରହ୍ମପୁରରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ କାର 326 ନମ୍ବର ଜାତୀୟ ରାଜପଥ ରାୟଗଡ଼ା ଜିଲ୍ଲାର ହାଲୁଆ କୋଡ଼ିଙ୍ଗଗୁଡ଼ା ଗ୍ରାମ ମଧ୍ୟରେ ଥିବା ଆଶୀର୍ବାଦ ଢାବା ବୁଲାଣି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ବନ୍ଧୁଗାଁରୁ ଆସୁଥିବା କାରରେ ବସିଥିବା ଏକ ପରିବାରର 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଏବଂ ବିପରୀତ ଦିଗରୁ ଆସୁଥିବା କାରରେ ଜଣେ ଆହତ ହୋଇଥିଲେ। ଉଭୟ କାରରେ ଥିବା ସୁରକ୍ଷା ବେଲୁନ୍ ଯୋଗୁଁ ଆଗ ସିଟ୍ରେ ବସିଥିବା ଡ୍ରାଇଭର ଓ ବ୍ୟକ୍ତିବିଶେଷ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡ଼ିଛି। ରାୟଗଡ଼ାରୁ କେ କୃଷ୍ଣମୂର୍ତ୍ତି ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 27।